ତେବେ ବିଷୟଟି ଏଇଆ, ସମସ୍ତଙ୍କ ଘରେ ସମସ୍ୟା କ'ଣ, ଝଗଡ଼ା ଲାଗନ୍ତି, ତାପରେ ସମସ୍ୟାର ସମାଧାନ ହେଇଯାଏ। କିନ୍ତୁ ଏଠି ସମସ୍ୟାର ସମାଧାନ ଜଣେ ଜଣେ କହୁଛନ୍ତି ଆମେ ପାଉନୁ। ସମସ୍ୟାର ସମାଧାନ ଆର ନାହିଁ କିଛି। ସମସ୍ୟାର ସମାଧାନ ଅଛି ଆଜ୍ଞା। ଆପଣଙ୍କ ଘରେ ଝଗଡ଼ା ହେଉଛି, ମୋ ଘରେ ବି ଝଗଡ଼ା ହେଉଛି। ଯେତେକ ଝଗଡ଼ା ହୁଏ ତାର ସମାଧାନ ବି ତା ପରେ ପରେ ସମାଧାନ ଆସିଯାଏ। ତେବେ ସମାଧାନଟା କ'ଣ? ସେ ସମସ୍ୟାର ସମାଧାନ ହେଉଛି ଏଇଆ, ପ୍ରତିକାର ସ୍ୱରୂପ ଦିଆଯାଉଛି ଏଟାକୁ। ଆପଣମାନେ ଡାଳିମ୍ବ ଗଛ ଦେଖିଥିବେ ନିଶ୍ଚିତ। ଡାଳିମ୍ବ ଗଛ ଜୟ ଜଗନ୍ନାଥ। ମୁଁ ଜିତେନ୍ଦ୍ରପତି। ତେବେ ଆଜି ଜଣେ ପ୍ରଶ୍ନ କରିଛନ୍ତି, ତାଙ୍କ ନାଁ ପ୍ରକାଶ କରିବା ପାଇଁ ମନା କରିଛନ୍ତି, ଯେହେତୁ ତାଙ୍କର ସମସ୍ୟା ବାସ୍ତୁର, ଆଉ ସିଏ ଛୋଟିଆ ଏକ ପରାମର୍ଶ ମାଗିଛନ୍ତି ମୋତେ। ମୁଁ ପରାମର୍ଶ ଦେବା ପାଇଁ ନିଶ୍ଚିତ ଭାବରେ ଆପଣଙ୍କୁ ଦେବି। ଆପଣମାନେ ବି ଏ ବିଷୟ ଜାଣନ୍ତୁ। କାହିଁକି ଏ ବିଷୟଟି ଆପଣଙ୍କର ଶାସ୍ତ୍ର ମତ ଦେଇଛି। ମୁଁ ଯେଉଁ ବିଷୟଟି ଆଜି କହିବି ଶାସ୍ତ୍ର ମତ ଦେଇଛି ଏ କଥାଟାକୁ ଆପଣଙ୍କ ଆଗରେ ପକେଇବା ପାଇଁ। ଯାହା ବି ହେଉ, ଆପଣମାନେ ବହୁତ ଜ୍ଞାନୀ, ଆପଣମାନଙ୍କ ଭିତରେ ବହୁତ ଜ୍ଞାନୀ ଲୋକ ଅଛନ୍ତି। ମୋତେ ପ୍ରଶ୍ନ ପଚାରୁଛନ୍ତି, ସେମାନେ ଏ ବିଷୟରେ ବି ଜାଣିଛନ୍ତି, ସେମାନେ ବି ଉତ୍ତର ଜାଣିଛନ୍ତି। ଆଉ ସେଥିପାଇଁ ମୋତେ ପ୍ରଶ୍ନ କରିଛନ୍ତି ଯେ ଘରେ ସବୁବେଳେ ସମସ୍ୟା ଲାଗି ରହୁଛି ଆମର ସାଧାରଣ ଲୋକଙ୍କ ପାଖରେ। ସମସ୍ତଙ୍କ ଘରେ କଳି ହୋଇଥାଏ, କଳି ଥାଏ ସମସ୍ତଙ୍କ ଘରେ। ଆପଣମାନଙ୍କ ଘରେ ବି ସମସ୍ୟା ଅଛି। ଯେଉଁମାନେ ବିଜ୍ଞ ପଣ୍ଡିତେ, କ୍ଷମା କରିବେ ଯଦି ଆର କିଛି ଦୁଇ ମତ ଥିବ, ତେବେ ମୋତେ ଆପଣମାନେ କହିପାରିବେ, ମୁଁ ବି ଆପଣଙ୍କ ଠାରୁ କିଛି ଜ୍ଞାନ ପାଇପାରିବି। କିନ୍ତୁ ଇଏ ଯେଉଁ କଥାଟି ମୁଁ କହିବି, ଆର ନିଶ୍ଚିତ ଭାବରେ ପ୍ରଭାବ ଅଛି। ଛୋଟିଆ ପ୍ରତିକାରଟିଏ, ଛୋଟିଆଟେ ମୁଁ ଆପଣମାନଙ୍କୁ ଜଣାଉଛି। ତେବେ ବିଷୟଟି ଏଇଆ, ସମସ୍ତଙ୍କ ଘରେ ସମସ୍ୟା କ'ଣ, ଝଗଡ଼ା ଲାଗନ୍ତି, ତାପରେ ସମସ୍ୟାର ସମାଧାନ ହେଇଯାଏ। କିନ୍ତୁ ଏଠି ସମସ୍ୟାର ସମାଧାନ ଜଣେ ଜଣେ କହୁଛନ୍ତି ଆମେ ପାଉନୁ। ସମସ୍ୟାର ସମାଧାନ ଆର ନାହିଁ କିଛି। ସମସ୍ୟାର ସମାଧାନ ଅଛି ଆଜ୍ଞା। ଆପଣଙ୍କ ଘରେ ଝଗଡ଼ା ହେଉଛି, ମୋ ଘରେ ବି ଝଗଡ଼ା ହେଉଛି। ଯେତେକ ଝଗଡ଼ା ହୁଏ ତାର ସମାଧାନ ବି ତା ପରେ ପରେ ସମାଧାନ ଆସିଯାଏ। ତେବେ ସମାଧାନଟା କ'ଣ? ସେ ସମସ୍ୟାର ସମାଧାନ ହେଉଛି ଏଇଆ, ପ୍ରତିକାର ସ୍ୱରୂପ ଦିଆଯାଉଛି ଏଟାକୁ। ଆପଣମାନେ ଡାଳିମ୍ବ ଗଛ ଦେଖିଥିବେ ନିଶ୍ଚିତ। ଡାଳିମ୍ବ ଗଛ ଯଦି ଆପଣଙ୍କର ବାୟୁ କୋଣରେ କିମ୍ବା ଈଶାନ୍ୟ କୋଣରେ ଡାଳିମ୍ବ ଗଛଟି ଅଛି, ତାହେଲେ ସମସ୍ୟା ଆସିବନି। ଆଉ ଯେଉଁ ସମସ୍ୟା ଆସିବ, ସମସ୍ୟାଟା କିଛି ଦିନ ଭିତରେ ସମାଧାନ ହେଇଯିବ। ଯେଉଁମାନଙ୍କର ଡାଳିମ୍ବ ଗଛ ନାହିଁ, ସେମାନେ ଡାଳିମ୍ବ ଗଛଟେ ଆଣିକି ଲଗାନ୍ତୁ। ଯେମିତି ପିଲାମାନଙ୍କୁ ଆପଣ ମଣିଷ କରିବା ପାଇଁ ଚେଷ୍ଟା କରୁଛନ୍ତି, ଭଲରେ କେମିତି ସେ ବଢ଼ିବ, ସିଏ ଚିନ୍ତାଟି କରୁଛନ୍ତି, ସେମିତି ଡାଳିମ୍ବ ଗଛଟିକୁ ଆପଣମାନେ ନିଶ୍ଚିତ ଭାବରେ ବଢ଼ାନ୍ତୁ। ବହୁତ ଯତ୍ନର ସହିତ ବଢ଼ାନ୍ତୁ। ଗଛ କେମିତି ବଢ଼ିବ, କେମିତି ବଞ୍ଚିବ, ସେଥିପାଇଁ ଗଛ ଯେଉଁମାନେ ଲଗାନ୍ତି, ଚାରା ଯେଉଁଠି ଆସେ, ଗଛର ଚାରା ଯେଉଁଠୁ ଆସେ, ସେଠି ଯାଇକି ଆପଣ ବୁଝିପାରିବେ ଗଛ କେମିତି ବଞ୍ଚିବ, କେତେ ଭଲ। ତାକୁ ଯେତେ ଭଲରେ ରଖିବେ, ଫଳ ଆପଣଙ୍କୁ ଦଉ ବା ନ ଦଉ, ଯଦି ଫଳ ଦେଲା ବହୁତ ଭଲ, ଫୁଲ ଦେଲେ ବହୁତ ଭଲ। ଆପଣ ଗଛକୁ ବଞ୍ଚାନ୍ତୁ। ଡାଳିମ୍ବ ଗଛରେ ବହୁତ ନକାରାତ୍ମକ ଶକ୍ତି ହଟେଇ ଦେବା ପାଇଁ ତା ପାଖରେ କ୍ଷମତା ଅଛି ଡାଳିମ୍ବ ଗଛରେ। ଏଇଟା ମୁଁ ମୋ ପିଲାବେଳରୁ ଅନୁଭବ ମୋର। ଆପଣମାନେ ଡାଳିମ୍ବ ଗଛଟିକୁ ନିଶ୍ଚିତ ଆଣିକି ଆପଣଙ୍କ ବାଡ଼ିରେ ରଖନ୍ତୁ। ଆପଣଙ୍କ ଘର ପାଖରୁ ନକାରାତ୍ମକ ଶକ୍ତି ଦୂରେଇଯିବ। ଆପଣ ଘରେ ପ୍ରତ୍ୟେକ ଦିନ ହନୁମାନ ଚାଳିଶା, ଗାୟତ୍ରୀ ମନ୍ତ୍ର, ଶିବଙ୍କର ମନ୍ତ୍ର ଆଣିକି
ନିଜେ ପାଠ କରନ୍ତୁ। କୌଣସି ବାଦ୍ୟଯନ୍ତ୍ର ଦ୍ୱାରା ପାଠ କରିବା ଦରକାର ନାହିଁ। ମୁଁ ବହୁତ ଟିଭି ମାନଙ୍କରେ ଦେଖିଛି ଯେ ସେମାନେ କହନ୍ତି ବାଦ୍ୟଯନ୍ତ୍ର ବଜେଇ କରିଦେବା ପାଇଁ। ଆଜ୍ଞା ନିଜ ପାଟିରୁ ଯେଉଁ ଶବ୍ଦଟି ବାହାରିବ ସେଇଟା ମଥାରେ ଗୁଞ୍ଜନ ହେବ। ଆପଣମାନେ ଯେତେବେଳେ ଗୋଟେ କାନରେ ଇୟରଫୋନ୍ ଦେଇଥିବେ ନିଶ୍ଚିତ ଭାବରେ ଆପଣଙ୍କୁ ଲାଗୁଥିବ ମଥାର ମଝି ପୋଜିସନ୍, ମଥାର ମଝିରେ ଗୋଟେ କି ମାଇକ୍ ସାଉଣ୍ଡ ଲଗେଇ ଦେଇଛି ସେଇଭଳି ଟାଇପ୍ର ଆପଣଙ୍କୁ ଲାଗୁଥିବ। ସେଇଥିପାଇଁ ଯେକୌଣସି ମନ୍ତ୍ର ଆର ଦୁଇ ମତ ଅଛି। ନିଶ୍ଚିତ ଭାବରେ ଆମ ପଣ୍ଡିତମାନେ ଜାଣିସାରିଲେଣି। ଆଜ୍ଞା କ୍ଷମା ଚାହୁଁଛି, ମୁଁ ମୋର କହିବାର ଶୈଳୀଟି ଆମ ସାଧାରଣ ଲୋକଙ୍କ ପାଇଁ। ଆପଣମାନେ ମୁଁ ଜାଣିଛି ଆପଣମାନଙ୍କୁ ଏ କଥାର ଦୁଇ ମତ ଅଛି, ମୁଁ ଜାଣିଛି। ମୁଁ ସାଧାରଣ ଲୋକମାନଙ୍କ ପାଇଁ ଏ ମତଟି ଦେଇଛି। ଯାହା ବି ହଉ, ଦୁଇ ମତ ଯେଉଁଟା ଅଛି ଆଗାମୀ ଭିଡ଼ିଓରେ ପୁଣି ଆପଣମାନଙ୍କୁ ଏ ବିଷୟରେ ନିଶ୍ଚିତ ଜଣାଯିବ। ଆପଣମାନେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବେ। ଡାଳିମ୍ବ ଗଛର କଥା, ଡାଳିମ୍ବ ଗଛ ଆଉ ତୁଳସୀ ଗଛ ଯଦି ଆପଣଙ୍କ ବାଡ଼ିରେ ଭରପୁର ହେଇକି ରହିଲା, ସେଠି ଆପଣଙ୍କୁ କୌଣସି ପ୍ରକାରର ବାଧା ଆସିବ ନାହିଁ। ଏଇଟା ହେଉଛି ବାସ୍ତୁର ଗୋଟେ ଅକାଟ୍ୟ ସତ। ଏଇ ଜିନିଷକୁ ଆପଣମାନେ ଯଦି ଧ୍ୟାନ ଦେବେ, ସବୁଠାରୁ ଭଲ ଶୁଭ ଖବର ଆପଣଙ୍କ ଘରକୁ ସବୁବେଳେ ଆସିବ। ଅଯଥା ଖର୍ଚ୍ଚ ବି ଆପଣଙ୍କୁ, ହଁ ଏଇଠି ବଡ଼ କଥାଟି ବି ମୋ ପାଟିକି ଆସିଛି, ଅଯଥା ଖର୍ଚ୍ଚ ଡାଳିମ୍ବ ଗଛ କେବେ ବି କରେଇଦେବନି ଆପଣଙ୍କୁ। ଯଦି ଆପଣଙ୍କ ବାଡ଼ିରେ ଡାଳିମ୍ବ ଗଛଟି ଅଛି, ଆପଣଙ୍କର ଏକୁଟିଆ ନୁହେଁ, ଆପଣଙ୍କ ପଡ଼ିଶା ଘରେ ବି ଯଦି କିଛି ସେମିତି ଗଣ୍ଡଗୋଳ ହେଉଥିବ, ଆପଣଙ୍କ ବାଡ଼ିରେ ଡାଳିମ୍ବ ଗଛଟିଏ ଅଛି, ତାଙ୍କର ବି କୌଣସି କ୍ଷତି ହେବ ନାହିଁ। ଜଣଙ୍କ ମୁଣ୍ଡରେ ଗୋଟେ ଅଦ୍ଭୁତ ଧାରଣାର କଥାଟିଏ ଆସୁଛି, ସେ ପ୍ରକାଶ କରୁନାହିଁ, ତା ମୁଣ୍ଡରୁ ସେ ଜିନିଷ ବି ହଜିଯିବ। ଅଦ୍ଭୁତ କଥା କ'ଣ ଆପଣମାନେ ସେଇଟା ନିଜେ ନିଜେ ବୁଝିବେ, ମୁଁ ସେଗୁଡ଼ାକ ଖୋଲିବିନି ଏ ଭିଡ଼ିଓରେ। ଯାହା ବି ହଉ, ଆଜିର ଭିଡ଼ିଓରେ ଆପଣମାନେ ଜାଣିଲେ ଡାଳିମ୍ବ ଗଛର କଥା, ତୁଳସୀ ଗଛର କଥା କିଞ୍ଚିତ କହିଛି। ତୁଳସୀ ଗଛର ବହୁତ ବଡ଼ ବିଷୟ ଅଛି। ତୁଳସୀ ଗଛ କ'ଣ ପାଇଁ ଆମ ଦାଣ୍ଡରେ ରହେ, ତୁଳସୀ ଗଛର କଳା ତୁଳସୀ ଗୋଟେ ଅଛି, ଧଳା ତୁଳସୀ ଗୋଟେ ଅଛି, ଆଉ ସାଧାରଣତଃ ଗଛ ଦେଖିବା ଭଳି ଯେଉଁଭଳି ସେଭଳି ତୁଳସୀ ବି ଅଛି। ଆପଣମାନେ ଏ ଭିଡ଼ିଓରୁ କେବଳ ଡାଳିମ୍ବ ଗଛ ବିଷୟରେ ଜାଣିଲେ। ଆଗାମୀ ଭିଡ଼ିଓରେ ପୁଣି ଦେଖା ହେବ। ରହିଲି, ନମସ୍କାର।